ଆମେ ଆଜି ବନେଇବାକୁ ଯାଉଛୁ ଆନ୍ଧ୍ରା ଷ୍ଟାଇଲର କୁରକୁରି। ଆମେ ଫାଷ୍ଟ କଢ଼େଇ ଗୋଟେ ନେଇନେଲୁ, ତା ଦେହରେ ପାଣି ଢାଳିନେବୁ। ଏମିତି ଗିନାରେ 3 ଗିନା ପାଣି ଢାଳିନେବୁ, ଗୋଟେ ଗୋଟେ ଗିନା କରି 3 ଗିନା ପାଣି ଢାଳି ନେଲୁ। ଆଉ ଗୋଟେ ଗିନା ଢାଳି ନେବୁ। ହେଇଗଲା 3 ଗିନା ପାଣି ଢାଳି ନେଲୁ। ଏଇନା ପାଣିରେ ଟିକେ ଗରମ ହେଲା ପରେ ଆମେ ତା ଦେହରେ ଲୁଣ ପକେଇବୁ। 1 ସ୍ପୁନ ଲୁଣ ନେଲୁ। ତାପରେ ହଳଦୀ 1/2 ସ୍ପୁନ ନେଲୁ। ଗୁଣ୍ଡ ମରିଚ 1/2 ସ୍ପୁନ। जीरा नेबू 1/2 स्पून। आउ ता संगर पकेबू अजवाइन 1/2 स्पून। चिकन मसला पकेबू 1/2 स्पून। टिके मिसाई नबू आमे घाटी नबू। टिके घाटी नेला परे एना धला तेल पकेबू 1 टेबल स्पून धला तेल। धला राशि जाको कहउछन धला राशि पकेलु। मिसे नबू। मिसे नेला परे आमे चाउल गुंडी पकेबू ता देहरे। जो बोल रे पकेइछु आमे पानी 3 बोल, सेई बोल रे 2 बोल चाउल गुंडी पकेइबू। चाउल गुंडी पकेला परे एमिति गुटली गुटली हे जिवो। ताकू टिके भल कि आमे नोटन साहाय्य रे भल कि मिसेइ नबू। दाना दाना जेमिति आइ जाउछि भल करे मिसेइ नबले दाना रहिबनि। आउ टिके 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 करि आमे चना गुंड देबो। एई नामे रिफाइन तेल टिके देई देबो ता देहरे। भल भाबरे मिसेइ नबो तेलको। मिसेइ नेला परे आमे ताकू चेक करिबू हातरे। हातरे चेक करिबू हातरे लागुछि कि नाही। न लागिले हे जाइछि हमर रेडी हे जाइछि। रिंग्स बनाया पे रेडी हे जाइछि परफेक्ट। एना साइड करबू ठंडा करिया पई। ठंडा हे जाइछि। आउ जति हमर ता भितरे गुटी गुटी भागिया थिबो जति हातरे ताकू आमे एमिति दळी दळी कि से बराबर मैश कर नबू। किछि अंश जदि रहि जाइथि दळिला पर से सबटा मुलायम हे जिवो, मिसि जिवो ता संगरे। हातरे चटकी नबू भल भाबे। अट्टा जेमिति चटकुछि सेमिति अट्टा बागे चटकी नबू ताकू। 2 मिनिट चटकिला परे सॉफ्ट हे जिवो से। टिके टिके नबू से खड़ी टिके नहीं करी हातरे से दबू। थाली ऊपर आमे पकई दउछु तिल धला
ଆସିଦେଲା ପରେ ତାକୁ ହାତରେ ବେଲି ବେଲି ଲମ୍ବାଟେ କରିଦେବୁ। ତେଲଟା ତା ଦେହରେ ଆସିଯାଏ ଯେମିତି। କଲୁ ସବୁଆଡ଼େ ସମାନ ହିସାବରେ କରିବୁ। ଦେଖନ୍ତୁ ହାତରେ କେମିତି ବେଲି ବେଲି ସମାନ ହିସାବରେ କରୁଛୁ। ଲମ୍ବା ଲୁଇ ଗୋଟେ, ତାପରେ ଏ ପାଖ ସେ ପାଖ ଜଏଣ୍ଟ କରିଦେବୁ। ଦି ମୁଣ୍ଡ ଜଏଣ୍ଟ କରିଦେବୁ। ଜଏଣ୍ଟ କରିଦେବୁ। ଦେଖନ୍ତୁ କେତେ ସୁନ୍ଦର ଗୋଲ ହେଇଯିବ, ରିଙ୍ଗସ୍ ହେଇଗଲା ଆମର। ଦେଖନ୍ତୁ କେତେ ସୁନ୍ଦର ରିଙ୍ଗସ୍ ହେଇଗଲା। ଭଲ ଲାଗୁଛି ରିଙ୍ଗସଟା। ତା ସାଙ୍ଗରେ ରାଶି ଗୁଡ଼ା ବି ଜଏଣ୍ଟ ହେଇଯାଇଛି। ଏମିତିଆ କରି ଗୋଟେ ଗୋଟେ କରି ଆମେ ସବୁ ଯାକ ବନେଇଦେବା। ବନେଇଲା ହେଇଯାଇଛି। ଏଇନା ଆମେ ତେଲରେ ଛାଣି ନେବୁ। ଗୋଟେ ଗୋଟେ କରି ତେଲରେ ଆମେ ଛାଣିବୁ। ଏମିତିଆ ଗୋଟେ ଗୋଟେ କରି ଛାଡ଼ିବୁ। ଗୋଟେ ଗୋଟେ ଛାଡ଼ିବୁ, ଫ୍ରାଏ ହେଇଯିବ। ଗୋଟେ ଗୋଟେ ଛାଡ଼ିଲା ପରେ ଯେମିତି ବବଲ୍ସ ଆସୁଛି ସେମିତିଆ ବବଲ୍ ଆସିବ। 2 ମିନିଟ୍ ଫ୍ରାଏ ହେଲା ପରେ ବବଲ୍ସ ଖତମ ହେଇଯିବ। ବବଲ୍ସ ଖତମ ହେଇକି ଉପରକୁ ଭାସି ଉଠିବ ପୁରା ରିଙ୍ଗସ୍ ଗୁଡ଼ା ଆମର। ଦେଖନ୍ତୁ କି ବଢ଼ିଆ ରିଙ୍ଗସ୍ ଗୁଡ଼ା ଭାସି ଉଠିଛି ଉପରକୁ। ବବଲ୍ସ ବି ଖତମ ହେଇଯାଇଛି। ସୁନ୍ଦର ରଙ୍ଗ ଗୋଟେ ଆସିଛି। ଏଇନା ୟାକୁ ଆମେ ପଲଟେଇକିରି ଛାଣି ନେବୁ। ଗୋଟେ ବଡ଼ ଜାଲି ଉପରେ ଆମେ ତାକୁ ଉଠେଇ ନେଉଛୁ ଯାতে ତାର ଏକ୍ସଟ୍ରା ତେଲଟା ତଳରେ ପଡ଼ିଯାଏ। ରିଙ୍ଗସରେ ନ ରୁହେ ତେଲଟା, ଏକ୍ସଟ୍ରା ତେଲଟା। ସେପରିକା ଆମେ ଟିକେ ବଡ଼ ଜାଲିରେ ଉଠେଇ ନେଉଛୁ। ଥାଳିରେ ରଖିଲା ପରେ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ପୁରା କ୍ରିସ୍ପି ହେଇଛି। ବଢ଼ିଆ, ଖାଇବା ପାଇଁ ବଢ଼ିଆ ଲାଗିବ। ସୁନ୍ଦର ବି ଦେଖାଯାଉଛି। ଦେଖନ୍ତୁ ରିଙ୍ଗ କେତେ ସୁନ୍ଦର ଦେଖାଯାଉଛି। ରାଜେଶ ବାସନ୍ତୀ କିଚେନକୁ ସପୋର୍ଟ କରନ୍ତୁ। ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ।